ମାୟା କହିବେ, ଦିଦି ଦେଖିଲୁ ତ ମୋ ପୁଅ ମୋ ଆଗରେ କେମିତି କଥା କହୁଛି। ଠିକ୍ ଅଛି ଆଦର୍ଶ, ମୁଁ କହିଥିଲି ନା ଦିନେ ତୁ ପଲ୍ଲବୀର ଅସଲ ଚେହେରା ତୁ ନିଶ୍ଚୟ ଦେଖିବୁ ବୋଲି। କିନ୍ତୁ ଏବେ ଲାଗୁଛି ତା ପ୍ରେମର ପଟି ଏବେ ବି ତୋ ଆଖିରେ ଭିଡ଼ା ହେଇ ରହିଛି। ଠିକ୍ ଅଛି ପଲ୍ଲବୀ ପାଇଁକି ତୁ ତୋ ମା ସହିତ କଥା ନ ହ, କିନ୍ତୁ ମୁଁ ତୋ ମା, ମୁଁ କେବେ ବି ତୋ ସହିତ କଥା ହେବା ବନ୍ଦ କରିବିନି। ତୁ ମୋତେ ଯେତେ କଷ୍ଟ ଦେ, କଥାରେ କଥାରେ ଯେତେ ଆଘାତ ଦେ, କିନ୍ତୁ ମୁଁ ତୋ ସାଙ୍ଗରେ କଥା ହେବା କେବେ ବି ବନ୍ଦ କରିବିନି, କେବେ ବି ନୁହଁ। ତାପରେ ରୁବି କହିବେ, ତମେ ସବୁ ପୁଅମାନେ କେମିତି ହେଇଥାଅ କେଜାଣି, ଘରକୁ ସ୍ତ୍ରୀ ଆସିବା କିଛି ଦିନ ଭିତରେ ମା ବାପାଙ୍କୁ ଭୁଲିଯାଅ। ଏଇଥିପାଇଁ ତମମାନଙ୍କୁ ଲାଜ ଲାଗିବା ଦରକାର ଆଦର୍ଶ। ଦେଖ ଆଦର୍ଶ, ମୁଁ ତତେ ଏବେ ବି କହିଦଉଛି, ୟା ପରେ ବି ଯଦି ତୁ ସେ ପଲ୍ଲବୀ ସାଙ୍ଗରେ ଠିଆ ହଉ କି ତାକୁ ସପୋର୍ଟ କରୁ, ତାହେଲେ ତୁ ତୋ ମାକୁ ସବୁଦିନ ପାଇଁ ହରେଇ ବସିବୁ। ସବୁଦିନ ପାଇଁ। ପ୍ରତ୍ୟେକ ମଣିଷ ସହିବାର ଗୋଟେ ସୀମା ଥାଏ ଆଦର୍ଶ। ଏମିତି ନ ହଉ କି ତୋ ମା ସହି ନ ପାରି ତତେ ଭଲ ପାଇବା ବନ୍ଦ କରି ନ ଦଉ। ତାପରେ ଏପଟେ ଆନନ୍ଦ କହିବେ, ଆଇ ଆମ୍ ସରି ପଲ୍ଲବୀ, ମୁଁ ଟିକେ ଅଧିକା ଇମୋସନାଲ ହେଇଯାଇଥିଲି। କିନ୍ତୁ ଯାହା ବି ହେଇଯାଉ ନା କାହିଁକି, ଏ ଦୁନିଆ ପଛେ ଓଲଟ ପାଲଟ ହେଇଯାଉ, ମୁଁ ତୋ ସହିତ ସବୁବେଳେ ଥିଲି, ଅଛି ଆଉ ସବୁଦିନ ପାଇଁ ରହିବି। ଆଦର୍ଶକୁ ନିର୍ଦ୍ଦୋଷରେ ଘରକୁ ଫେରେଇ ଆଣିବା ପାଇଁ ମୁଁ ତତେ ସାହାଯ୍ୟ କରିବି। ଆଇ ପ୍ରମେସ୍। ଆମେ ଦି ଜଣ ଏକାଠି ହେଇ ଏ ଲଢ଼େଇ ଲଢ଼ିବା। ଯା ମା, ରାତି ବହୁତ ହେଇଗଲାଣି, ତୁ ଶୋଇପଡ଼। ତାପରେ ପଲ୍ଲବୀ କହିବେ, ଏତେ ସହଜରେ ମୋ ଆଖିକୁ କୁଆଡ଼େ ନିଦ ଆସିବ ବାବା। ଯାଉଛି, ଆଦର୍ଶଙ୍କର ସବୁ ଫାଇଲକୁ ମୁଁ ଭଲ ଭାବରେ ଷ୍ଟଡି କରିବି। ତାପରେ ମୁଁ ଆଉ ଥରେ ଚିତ୍ତ ଅଙ୍କଲଙ୍କ ସହ କଥା ହେଇଯାଏ। ଆରେ ଚିତ୍ତ ଅଙ୍କଲଙ୍କ ଫୋନ୍ ଆଉ କଲ୍ ଉଠେଇ କହିବେ, ଚିତ୍ତ ଅଙ୍କଲ, ଆପଣ 100 ବର୍ଷ ବଞ୍ଚିବେ। ମୁଁ ଏବେ ହିଁ ଭାବୁଥିଲି ଆପଣଙ୍କ ଫୋନ୍ କରିବି ବୋଲି। ଯାହା ହଉ ଆପଣ ମୋତେ କଲ୍ କଲେ। ଚିତ୍ତ ଅଙ୍କଲ, ଆପଣ ଟିକେ ଆଦର୍ଶଙ୍କର ଫାଇଲର ସ୍କାନ୍ କପି କରି ମୋତେ ପଠେଇ ଦେବେ। ମୁଁ ଏଇଠି ବସି ତାଙ୍କ ଫାଇଲ ଷ୍ଟଡି କରିବି। ତାପରେ ଚିତ୍ତ ଅଙ୍କଲ କହିବେ, ହଁ ମ୍ୟାଡାମ, ସେ କାମ ତ ମୁଁ କରିଦେବି, କିନ୍ତୁ ଆଗରୁ ଆପଣ ଥରେ ଆଦର୍ଶ ବାବୁଙ୍କ ସହିତ ଥରେ କଥା ହେଇ ଯାଆନ୍ତୁ। ତାପରେ ପଲ୍ଲବୀ କହିବେ, କ'ଣ ହେଇଛି, ସବୁ ଠିକ୍ ଅଛି ତ? ଆଦର୍ଶ ଠିକ୍ ଅଛନ୍ତି ତ? ତାପରେ ଚିତ୍ତ ଅଙ୍କଲ କହିବେ, ହଁ, କିନ୍ତୁ ମ୍ୟାଡାମ ଏ କିଛି ସମୟ ପୂର୍ବରୁ ମାୟା ମ୍ୟାଡାମ ଆଉ ରୁବି ଦିଦି ଆସିଥିଲେ। ସେମାନଙ୍କ ଭିତରେ କ'ଣ କଥାବାର୍ତ୍ତା ହେଲା ସେଟା ତ ମୁଁ କହିପାରିବିନି, କିନ୍ତୁ ସେମାନେ ଯିବା ପରେ ପରେ ଆଦର୍ଶ ବାବୁ ବହୁତ କାନ୍ଦୁଛନ୍ତି। ତାପରେ ପଲ୍ଲବୀ କହିବେ, କ'ଣ ହେଲା, ଆଦର୍ଶ କାନ୍ଦୁଛନ୍ତି? ଅଙ୍କଲ, ଆପଣ ଟିକେ ଆଦର୍ଶକୁ ଫୋନ୍ ଦିଅନ୍ତୁ ନା, ପ୍ଲିଜ୍। ତାପରେ ଚିତ୍ତ ଅଙ୍କଲ କହିବେ, ହଁ ମ୍ୟାଡାମ, ଦଉଛି। ତାପରେ ଚିତ୍ତ ଅଙ୍କଲ ଆଦର୍ଶ ପାଖକୁ ଯାଇ ଆଦର୍ଶକୁ କହୁଛନ୍ତି, ଆଦର୍ଶ ବାବୁ ନିଅନ୍ତୁ, ପଲ୍ଲବୀ ମ୍ୟାଡାମ କଥା ହେବେ। ତାପରେ ଆଦର୍ଶ କହିବେ, ପଲ୍ଲବୀ କଲ୍ କରିଛନ୍ତି? ଆଉ ତାପରେ ଫୋନ୍ ନେଇ ପଲ୍ଲବୀ ସହିତ କଥା ହେଇ କହୁଛନ୍ତି, ହଁ ପଲ୍ଲବୀ କୁହ। ତାପରେ ପଲ୍ଲବୀ କହିବେ, ଆଦର୍ଶ, କ'ଣ ହେଇଛି ତମର? ତମେ କାହିଁକି କାନ୍ଦୁଛ? ଦେଖ, ତମେ ଏତେ ଜଲ୍ଦି ହାର ମାନି ଯାଅନି, ମୁଁ ଅଛି ତମ ସାଙ୍ଗରେ। ତାପରେ ଆଦର୍ଶ କହିବେ, ମୋତେ ମୋ ନିଜ ପାଇଁ ଡର ନାହିଁ ପଲ୍ଲବୀ। ମୋତେ ତ ଦୁଃଖ ଲାଗୁଛି ଏସବୁ ପାଇଁ ମା ତମକୁ ଦାୟୀ ବୋଲି ଭାବୁଛନ୍ତି। ଏସବୁ କେବେ ବଦଳିବନି ପଲ୍ଲବୀ। ମାଙ୍କ ମନରୁ ତମ ପ୍ରତି ଘୃଣା କେବେ ଦୂର ହେବ ପଲ୍ଲବୀ। ଆମେ କ'ଣ ସବୁବେଳେ ଅନ୍ୟମାନଙ୍କୁ ଖୁସି କରଉଥିବା, ସବୁବେଳେ ଅନ୍ୟମାନଙ୍କ ହିସାବରେ ଚଲୁଥିବା? ପଲ୍ଲବୀ, ମା କ'ଣ ଏତିକି କଥା ବୁଝିପାରୁ ନାହାନ୍ତି ଯେ ଆମେ ଦି ଜଣ ଏବେ ମ୍ୟାରେଡ୍, ଆମକୁ ଆମ ନିଜ ହିସାବରେ ବଞ୍ଚିବାର ଅଧିକାର ଅଛି? ଆରେ ମାଙ୍କୁ ତ ଆମ ସହିତ ଆଡଜଷ୍ଟ କରିବା ଦରକାର, ହେଲେ ସେ ଏତିକି କଥା ବୁଝିପାରୁ ନାହାନ୍ତି। ଏସବୁ ଭିତରେ ଆମେ ଆମ ନିଜ ଲାଇଫ୍ କେବେ ଆରମ୍ଭ କରିବା, କେବେ ଆମେ ଆଗକୁ ବଢ଼ିବା ପଲ୍ଲବୀ, କେବେ ଆମ ନିଜ କଥା ବୁଝିବା? ଆଦର୍ଶଙ୍କ ମୁହଁରୁ ଏମିତି କଥା ଶୁଣି ପଲ୍ଲବୀ ଆଦର୍ଶକୁ ଗୋଟେ ଗୀତ ଗାଇକି ବୁଝେଇବାକୁ ଚେଷ୍ଟା କରୁଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ହେବ? ମାୟା କ'ଣ ପଲ୍ଲବୀକୁ କ୍ଷମା କରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।